WHOର ଖୁଲାସା 2 ବର୍ଷ କମିଛି ଲୋକଙ୍କ ଆୟୁଷ। ଏକ ଦଶନ୍ଧିର ଆୟୁ ବୃଦ୍ଧିକୁ ଧିମେଇ ଦେଇଛି କରୋନା। ଗତ ଦଶନ୍ଧିରେ ସର୍ବନିମ୍ନ ସ୍ତରରେ ରହିଛି ବିଶ୍ୱରେ ଲୋକଙ୍କ ହାରାହାରି ଆୟୁଷ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଛି। ଏବେ ଲୋକଙ୍କ ହାରାହାରି ଆୟୁ 71.4 ବର୍ଷ ରହିଛି, ଅର୍ଥାତ୍ ଧୀରେ ଧୀରେ ବିଶ୍ୱରେ ଆୟୁଷ ବଢୁଥିବା ବେଳେ ଗତ ଦଶନ୍ଧିରେ କିନ୍ତୁ ଏଥିରେ ହ୍ରାସ ଦେଖିବାକୁ ମିଳିଛି। 2019ରୁ 2021 ମଧ୍ୟରେ ବୈଶ୍ୱିକ ଆୟୁଷ 1 ବର୍ଷ 8 ମାସ କମି 71.4ରେ ପହଞ୍ଚିଛି। ତେବେ ସୁସ୍ଥ ଜୀବନଯାପନର ଆୟୁ 1.5 ବର୍ଷ କମି 61.9 ବର୍ଷ ହୋଇଛି। 2012ରେ ବୈଶ୍ୱିକ ହାରାହାରି ଆୟୁଷ ଏବଂ ସୁସ୍ଥ ଜୀବନଯାପନ ଆୟୁ ମଧ୍ୟ ସମାନ ହୋଇଥିଲା। ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆ ଅଧିକ ପ୍ରଭାବିତ ହୋଇଛି। ଏଠାରେ ହାରାହାରି ଆୟୁ 3 ବର୍ଷ କମିଛି। ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସର୍ବନିମ୍ନ ପ୍ରଭାବିତ ହୋଇଛି। ଏଠାରେ ହାରାହାରି ଆୟୁ ପ୍ରାୟ 1 ମାସ କମିଛି। WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଅଧନୋମ୍ ଘେବ୍ରେୟସ୍ କହିଛନ୍ତି, କେବଳ 2 ବର୍ଷରେ କୋଭିଡ୍-19 ମହାମାରୀ ଏକ ଦଶନ୍ଧିର ଆୟୁ ବୃଦ୍ଧିକୁ ଧିମେଇ ଦେଇଛି। ଆଗକୁ କୌଣସି ମହାମାରୀ ମୁକାବିଲା ଲାଗି ବୈଶ୍ୱିକ ସ୍ୱାସ୍ଥ୍ୟ ନିରାପତ୍ତାକୁ ସୁଦୃଢ଼ କରିବାକୁ ପଡ଼ିବନି, ବରଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘକାଳୀନ ନିବେଶ ମଧ୍ୟ ଜରୁରୀ, ଯାହାଫଳରେ ସଭିଏ ସମାନ ଭାବେ ସ୍ୱାସ୍ଥ୍ୟସେବା ପାଇପାରିବେ। ଅଣସଂକ୍ରାମକ ରୋଗ ଯଥା ହୃଦ୍ରୋଗ, ଷ୍ଟ୍ରୋକ୍, କ୍ୟାନ୍ସର, ଦୀର୍ଘକାଳୀନ ଅସୁସ୍ଥତା, ପଲ୍ମୋନାରୀ ରୋଗ, ଅଲ୍ଜାଇମର, ଡିମେନ୍ସିଆ, ଡାଇବେଟିସ୍ ଆଦି ମହାମାରୀ ପୂର୍ବରୁ ଅନେକ ଲୋକଙ୍କ ଜୀବନ ନେଇଛି। 2019ରେ ହୋଇଥିବା ମୃତ୍ୟୁ ମଧ୍ୟରେ 74% ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ଏପରିକି କୋଭିଡ୍ ମହାମାରୀ ବେଳେ ମଧ୍ୟ ଏହି ଅଣସଂକ୍ରାମକ ରୋଗଜନିତ ମୃତ୍ୟୁ ସଂଖ୍ୟା କୋଭିଡ୍ ମୃତ୍ୟୁଠାରୁ 78% ଅଧିକ ଥିଲା। ଶରଣାର୍ଥୀ ପ୍ରବାସୀଙ୍କ ସମେତ ବିଶ୍ୱରେ ଥିବା 130 କୋଟି ଦିବ୍ୟାଙ୍ଗ ସ୍ୱାସ୍ଥ୍ୟ ସେବାରେ ଅସମାନତାର ସମ୍ମୁଖୀନ ହୋଇଥିବା ରିପୋର୍ଟରେ କୁହାଯାଇଛି। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଡିଜିଟାଲ।